ସହ ସମାପନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଏବଂ ଏଠି ଆରକ୍ଷୀ ବନ୍ଧୁଗଣ କାର୍ଯ୍ୟରତ ଅଛନ୍ତି। କିଭଳି ଭାବରେ ଜଗନ୍ନାଥଙ୍କର ଏହି ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇପାରିବ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଚତୁର୍ଦିଗରୁ ନଜର ରଖିଛନ୍ତି କିଭଳି ଭାବରେ ଏ ଯାତ୍ରା ସଫଳ ହେବ। ମହାପ୍ରଭୁ ତାଙ୍କର ମାଉସୀ ମା ମନ୍ଦିରରେ ମହାପ୍ରଭୁ ନେଇ ପହଞ୍ଚିବେ ଏବଂ ଏ ଯାତ୍ରା ସଫଳ ହେବ। ସେଥିପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ ବନ୍ଧୁମାନଙ୍କ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ସୂଚନା ବିଭାଗର ଉପଖଣ୍ଡ ସୂଚନା ଅଧିକାରର କର୍ମକର୍ତ୍ତା